श्री राम श्री राम। हरि ओम। ओम नमो भगवते वासुदेवाय। रामाय नमः। वैदेही सहितं सुरद्रुमतले हैमे महामण्डपे मध्ये पुष्पकमासनं मणिमये वीरासने संस्थितम्। अग्रे वाचयति प्रभञ्जनसुतं तत्त्वं मुनीन्द्रै पर व्याख्यात भरतादिभिः परिवृतं रामं भजे श्यामलं। रामं भजे श्यामलं। वर्णानां अर्थसंघानां रसानां छन्दसामपि मंगलानां चकरतारौ वन्दे वाणी विनायकौ। प्रणाम। समस्त को प्रणाम। कहूथिबा लोक शुणुथिबा लोक मानक प्रणाम करुछि। शुणुथिबा लोक शुणुथिबा लोक को मध्य प्रणाम करिवे। भारतीय संस्कृतिर मूल संपद हैला मुंडिया मार, नई पड़, प्रणाम कर। जी जेते बड़ होईची मुंडिया मोरारू, मुंडिया मारे, मुंड को तले लगा। मुंड जेतेबेला पर्यंत तले लागुथब तुंड सेतेबेला पर्यंत वज्र होकर थिब। पृथ्वी जननी जन्मभूमिश्च स्वर्गादपि गरियसी कहगला ना। जननी जन्मभूमिश्च स्वर्गादपि गरियसी। माँ से समस्तकर पाद धूली रोची ता मुंडे आम उठिलाठू शोला बेले पर्यंत पाद धूली लगौचे। तेणु से बड़ से माँ धराधात्री धरित्री माँ। समुद्र ता आगे कई बड़िकी ना जी जाइए समुद्र को मुंडिया मारिया पूर्व पहुँचला बेलू गोटे लहड़ी आसे तम पाद आग धोईथब समस्ते हारीजे समुद्र पाखे। से समुद्र विष्णु पाखे हारीगला निज झील को देते ससुर। सारा जगत विष्णु को मुंडिया मारते, विष्णु समुद्र को मुंडिया मारती। समुद्र गुण हूँ कौन अन्यर पाद धोईदवा। मुंडिया मार, मुंडिया मार, मुंडिया मार। भारतीय धर्मशास्त्र शिरोमणि ग्रंथ, अद्भुत ग्रंथ, जीवन को परिवर्तन करदेवार ग्रंथ, तुलसी पत्र भलिया ग्रंथ, चहटुवा बासुवा ग्रंथ, चमकौवा ग्रंथ भागवत। कौन कहले नई पढ़ नमई नृसिंह चरण अनादि परम कारण। नई पढ़, नई पढ़, नई पढ़। मु जो ग्रंथ संपर्क में आपण आगे आलोचना आलोकपात करने को जाऊँगी से ग्रंथ हूँ से भाया गोटे ग्रंथ नई पढ़ार ग्रंथ। रचना करिसंती तुलसी दास महाराज। ये दुनिया रे जेते पत्र अच्छी तुलसी पत्र सांगे समान नुह आज्ञा कि सबू फूल दियों पाखे लगी हुए। गोटे पत्र तुलसी जे विष्णु को पाखे लगी हुए पादे नुह मुंडे दि जाए भगवान का शीर्ष देश रे। धन्य ये पत्र तुलसी पत्र, धन्य पत्र तुलसी पत्र। कृष्णावतार रे तुलसी की नहीं गोटे छोटिया कथाटी बाहरला। दिने सत्यभामा नारद को कहले, नारद मु कृष्ण को भारी भल पाए,
ମୁଁ ସବୁଦିନ କେମିତି ଭଲ ପାଉଥିବି ସିଏ ମୋତେ ଭଲ ପାଉଥିବେ। କ'ଣ କଲେ କୃଷ୍ଣ ମୋର ମୁଁ କୃଷ୍ଣଙ୍କର ହେବି। ନା ଏ ଗୋଟେ କଥା, ଆପଣ ଯାହାକୁ ଅତି ଭଲ ପାଆନ୍ତି ତାକୁ ବ୍ରାହ୍ମଣଙ୍କୁ ଦାନ କରିଦେଲେ ବା କାହାକୁ ଦାନ କରିଦେଲେ କୃଷ୍ଣ ତମର ହେଇଯିବେ। ସତ୍ୟଭାମା ରାଜି ହେଇଗଲେ, କହିଲେ ତମେ ଦୁନିଆରେ ସବୁଠାରୁ ବେଶୀ କାହାକୁ ଭଲ ପାଅ? ନା କୃଷ୍ଣଙ୍କୁ। ନା କୃଷ୍ଣଙ୍କୁ ଦାନ କରିଦିଅ। ନା କୃଷ୍ଣଙ୍କୁ ଦାନ କରିଦେଲେ ସେ ତ ପଳେଇଗଲେ, ପୁଣି ମୋର କେମିତି ହେବେ? ନା ଥରେ ନା ପଳେଇବେ କିନ୍ତୁ ତମର ସଦାବେଳେ ହେଇଯିବେ। ଏ କୃଷ୍ଣଙ୍କୁ ବିକିଦେଲେ ନାରଦଙ୍କୁ। ଭଗବାନଙ୍କୁ ନିଜ ସ୍ୱାମୀକୁ ନିଜ ପ୍ରାଣପ୍ରିୟ ପତିକୁ ବିକିଦେଲେ। ନାରଦ କୃଷ୍ଣଙ୍କୁ ଧରି ଚାଲିଲେ, ନାରଦ ଯୁଆଡ଼େ ଗଲେ କୃଷ୍ଣ ସିଆଡ଼େ ଗଲେ। ଧେନୁ ପଛେ ପଛେ ବଛା ଗମେ କ୍ଷୀର ଲୋଭେ। ଚାରିଆଡ଼େ ପ୍ରଚାର ହେଇଗଲା। ନାରଦ କି ମନ୍ତ୍ର ପାଠ କରୁଛନ୍ତି, ଭଗବାନ ତାଙ୍କ ପଛଆଡ଼େ ଯାଉଛନ୍ତି, ତାଙ୍କ ପଛଆଡ଼େ ଯାଉଛନ୍ତି, ଆଉ ବନ୍ଦ ହେବାର ନାହିଁ। ସତ୍ୟଭାମା ପାଖକୁ ମଧ୍ୟ ଆସିଲେନି। ବଡ଼ ଅଡ଼ୁଆରେ ପଡ଼ିଲେ, କ'ଣ କରିବେ? ଯାହା ପାଉ ଗଲେ କୃଷ୍ଣଙ୍କୁ କହିଲେ, ପ୍ରଭୁ ତମେ ମୋର ପରା ମୋର, ନା ମୋତେ ପରା ବିକି ଦେଇଛ ମୋତେ। ନାରଦଙ୍କ ଗୋଡ଼ ତଳେ ପଡ଼ି କହିଲେ, ମୋତେ ମୋ ସ୍ୱାମୀକୁ ଫେରେଇ ଦିଅ। ନା ସ୍ୱାମୀକି ଫେରେଇ ଦେବି? ନା ହଁ, ଯଦି ସ୍ୱାମୀକି ଫେରେଇ ଦେବି ତୁମ ସ୍ୱାମୀ ନେବ, ସ୍ୱାମୀଙ୍କ ଓଜନର ଯେତିକି ସୁନା ଅଳଙ୍କାର ଅଛି ମୋତେ ଦେଲେ ମୁଁ ତୁମ ସ୍ୱାମୀକି ଫେରେଇ ଦେବି। ନା ଠିକ୍ ଅଛି। ଗୋଟେ ଡିକିତିରେ କୃଷ୍ଣ ବସିଲେ, ଆରପଟ ଡିକିତିରେ ସୁନା ଅଳଙ୍କାର ସବୁ ରହିଲା। ଯେତେ ଅଳଙ୍କାର ରହିଲା କୃଷ୍ଣଙ୍କ ପଟ ଭାରି ହେଲା। କୃଷ୍ଣ ଓଜନଦାର ହେଲେ। ଅଳଙ୍କାରକୁ ନେଇକିରି ଯେଉଁଠି ଅଳଙ୍କାର ସେଠି ଅହଙ୍କାର ଅଛି। ଯାହାର ଯେତେ ଅଳଙ୍କାର ତାର ସେତେ ଅହଙ୍କାର। ଅହଙ୍କାର କମେଇକୁ ତ ଅଳଙ୍କାର କମେଇ ଦିଏ, ଦେହକୁ ଶୂନ୍ୟ କରିଦିଏ। ଭଗବାନଙ୍କ ସୃଷ୍ଟି, ମଣିଷ ସୃଷ୍ଟି ହେଉଛି ଭଗବାନଙ୍କ ପାଇଁ ଗୋଟେ ଅଳଙ୍କାର। ଆଉ ତା ପାଇଁ ଅହଙ୍କାର କାହିଁ କରିବ ଆଜ୍ଞା? ଅଳଙ୍କାର ପିନ୍ଧିଲେ। ସତ୍ୟଭାମା ତାଙ୍କ ଯେତେ ଅଳଙ୍କାର ଥିଲେ ସବୁ ଲଗେଇଦେଲେ ଡିକିତିରେ, ତଥାପି ନିଅଣ୍ଟ ହେଲା। ରୁଙ୍କୁଣୀଙ୍କୁ ଆଣିଲେ ଅଳଙ୍କାର, ରୁଙ୍କୁଣୀ ଅଳଙ୍କାର ଲାଗିଗଲା, ତଥାପି ଭଗବାନ କୃଷ୍ଣ ଓଜନ ହେଲେ। 8ଟା ରାଣୀ ମିତ୍ରବିନ୍ଦା, ନାଗନଜିତି, ଲକ୍ଷ୍ମଣା, ଜାମ୍ବବତୀ ସମସ୍ତଙ୍କ ଅଳଙ୍କାର ରହିଲା, ତଥାପି ଓଜନ ହେଲେ। ହଲା ପଡ଼ିଗଲା, ଭଗବାନ କୃଷ୍ଣଙ୍କ ସମକକ୍ଷ ଅଳଙ୍କାର କାହା ପାଖରେ ନାହିଁ, କାହା ପାଖରେ ନାହିଁ। ବଡ଼ ଅଡ଼ୁଆ ହେଲା। ବୃନ୍ଦାବତୀଙ୍କ ପାଖରେ ପହଞ୍ଚିଲେ। ବୃନ୍ଦାବତୀର ନାଁ ମଧ୍ୟ ତୁଳସୀ। ବୃନ୍ଦାବତୀ କହିଲେ, କାହା ପାଖରେ ନାହିଁ, କିଛି ହେଇପାରୁନି, ଓଜନ ହେଇପାରୁନି? ନା ନାହିଁ। ନା ଠିକ୍ ଅଛି। ଗଲେ ଗୋଟେ ତୁଳସୀ ପତ୍ରଟି ଆଣିଲେ, ଛିଣ୍ଡେଇ ଦେଲେ। କୃଷ୍ଣଙ୍କୁ ଡିକିତିରେ ଗୋଟେ ପଟେ, ଆର ପଟେ କେବଳ ତୁଳସୀ ପତ୍ର ରଖିଦେଲେ। ଯେମିତି ତୁଳସୀ ପତ୍ର ରଖିଦେଲେ, କୃଷ୍ଣ ଉପରକୁ ଉଠିଗଲେ, ତୁଳସୀ ତଳକୁ ରହିଗଲେ। ଅର୍ଥାତ୍ ଭଗବାନଙ୍କ ଠାରୁ ଓଜନ ହେଉଛନ୍ତି ତୁଳସୀ। ଜଙ୍ଗମମ୍ ସ୍ତରୁ, ତୁଳସୀ ଜଙ୍ଗମ ସ୍ତରୁ। ତେଣୁ ଲୋକମାନଙ୍କ ଭିତରେ ଏମିତି ଜଣେ ମହାତ୍ମା ଅଛନ୍ତି, ମହାମାନବ ଅଛନ୍ତି, ପରମ ପୁଣ୍ୟମୟ ପୁରୁଷ ଅଛନ୍ତି, ପରମ କାରୁଣିକ ସନ୍ଥ ଶିରୋମଣି ଅଛନ୍ତି, ପ୍ରବଳ ଜ୍ଞାନ ମୂର୍ତ୍ତି, ପ୍ରଚଣ୍ଡ ପ୍ରତିଭାର ଅଧିକାରୀ, ପ୍ରାତଃସ୍ମରଣୀୟ ସନ୍ଧ୍ୟା ବନ୍ଦନୀୟ ତୁଳସୀଦାସ ଗୋସ୍ୱାମୀ ପାଦ, ଯେ ଶ୍ରୀରାମଚରିତ ମାନସ ମହାନ ଗ୍ରନ୍ଥ ରଚନା କରିଛନ୍ତି। ଗ୍ରନ୍ଥ ଆରମ୍ଭ ହୋଇଛି ପ୍ରେମରୁ। ଗ୍ରନ୍ଥ ଆରମ୍ଭ ହୋଇଛି ପ୍ରେମରୁ, ଭଲ ପାଇବାରୁ। ଆଉ ଯେଉଁଠି ଭଲ ପାଇବା ଥାଏ ସେଠି ତ୍ୟାଗ ଥାଏ। ଲଭ୍ ଲିଭ୍ସ ବାଇ ଗିଭିଂ ଆଣ୍ଡ ଫରଗିଭିଂ, ସେଲ୍ଫ ଲିଭ୍ସ ବାଇ ଗେଟିଂ ଆଣ୍ଡ ଫରଗେଟିଂ। ଲଭ୍ ମିନ୍ସ ସେଲ୍ଫଲେସନେସ୍ ଆଣ୍ଡ ସେଲ୍ଫ ମିନ୍ସ ଲଭଲେସନେସ୍। ପ୍ରେମ କେଉଁଥିରେ ଥାଏ? ତ୍ୟାଗ। ଗିଭିଂ ଆଣ୍ଡ ଫରଗିଭିଂ, କ୍ଷମାରେ। କ୍ଷମାରେ। ଆମ ଓଡ଼ିଆ ମାଟିରେ ଜଣେ ବରେଣ୍ୟ ବରପୁତ୍ର ଥିଲେ, ଅଭିମନ୍ୟୁ ସାମନ୍ତ ସିଂହାର, ରାଜା, ବରୀ ଡେରାବିଶ ଅଞ୍ଚଳର। ସେ ଅଞ୍ଚଳର ସେ ରାଜା ନିଜ ସ୍ତ୍ରୀକୁ ଭାରି ଭଲ ପାଆନ୍ତି, ପ୍ରାଣଠାରୁ ଭଲ ପାଆନ୍ତି। ସ୍ତ୍ରୀ ମଧ୍ୟ ସ୍ୱାମୀକି ଭଲ ପାଏ। ଏ ଭାଗ୍ୟରେ ଥିଲେ ମିଳେ। ତପସ୍ୟା କଲେ ଏମିତି ସ୍ତ୍ରୀ ପାଇବେ ଆଜ୍ଞା। ତପସ୍ୟା କଲେ ଏମିତି ସ୍ତ୍ରୀ ମିଳିବେ। ଭାରି ଭଲ ପାଆନ୍ତି। ସ୍ୱାମୀ ଖାଇଲେ ସ୍ତ୍ରୀ ଖାଇବେ, ସ୍ୱାମୀଙ୍କ ପଦ ସେବା କରିବେ, ସ୍ୱାମୀଙ୍କ ସେବାରେ ଲୋଟୁଥିବେ। ସାରା ଅଞ୍ଚଳରେ ପ୍ରଚାର ହେଇଯାଇଛି, ଅଭିମନ୍ୟୁଙ୍କ ସ୍ତ୍ରୀ ତାକୁ ଏତେ ଭଲ ପାଆନ୍ତି, ତା କଳ୍ପନା କରିହେବନି। ଭାରି ଭଲ କଥା। ଦିନେ ଯାଇଥିଲେ ଶିକାର କରିବାକୁ ଜଙ୍ଗଲକୁ। ସେତେବେଳେ ସମୟରେ ଜଙ୍ଗଲ ଥିଲା, ତାଙ୍କର ବହୁତ ଉଦ୍ୟାନ, ଜଙ୍ଗଲ, ଉପବନ ଇତ୍ୟାଦି ଥିଲା। ଯାଇଥିଲେ, ତାଙ୍କ ସାଙ୍ଗରେ ଚାକର ପିଲା ଯାଇଥିଲା। ଯେତେବେଳେ 12ଟା 1 ହେଇଗଲା, ଶିକାର କରି ଫେରିବାକୁ ଡେରି ହେଲା, ତାଙ୍କ ଚାକର ପିଲା କହିଲେ, ଆଜ୍ଞା 1 ବାଜିଗଲେଣି, ମା' ଅପେକ୍ଷା କରିଥିବ। ନା ହଁ, ଏଇଟା ମାରିକିରି ଯା ଯିବା। ଆଉ ଏତିକି ବେଳେ ଚାକର କହିଲେ, ଆଜ୍ଞା ସତରେ କ'ଣ ମା' ଆପଣଙ୍କୁ ଭାରି ଭଲ ପାଆନ୍ତି? ନା ଭାରି ଭଲ ପାଆନ୍ତି।
ତା ଜୀବନ ଛାଡ଼ିଯିବ। ନା ଗୋଟେ କଥା କହିଲେ, ମୁଁ କ'ଣ ବାହା ହେଇନି ନା ବାହା ହେବା ଲୋକଙ୍କୁ ମୁଁ ଦେଖିନି? ଏ ଦୁନିଆରେ କେତେ ବାହା ହେବା ଲୋକଙ୍କୁ ମୁଁ ଦେଖିଛି। ମୁଁ ମଧ୍ୟ ବାହା ହେଇଛି। ବାହା ହେବା ଲୋକଙ୍କର ଘରର ଜୀବନର କେତେ କଥା, କେତେ ସୁଖ, କେତେ ଦୁଃଖ ମୁଁ ଜାଣିଛି ଆଜ୍ଞା। ମୋତେ କ'ଣ କଥା ଆପଣ କହୁଛନ୍ତି? ସତରେ ଜାଣିଛ ନା? ହଁ ନା ପରୀକ୍ଷା କରୁନ? ନା ମୁଁ ଯାଉଛି, ଆପଣ ଥାଆନ୍ତୁ। 3ଟା ବାଜିଲାଣି, ଗୋଟେ ବେଳେ ଖାଇବା କଥା, 2 ଘଣ୍ଟା ହେଇଗଲାଣି ଡେରି। ଦାଣ୍ଡ ଦୁଆରକୁ ଆସିନାହାନ୍ତି। ବଡ଼ ଲୋକଙ୍କର ସ୍ତ୍ରୀମାନେ ବାହାରକୁ ଆସନ୍ତିନି। ଚାକର ଚାକରାଣୀ ଅଛନ୍ତି, ବାହାରକୁ ଆସନ୍ତିନି। ସେଦିନ ଡେରି ହେଲେଣି ବୋଲି କେହି ନାହାନ୍ତି। ଦାଣ୍ଡ ପଟକୁ ଆସିକରି ବଡ଼ର ଯେଉଁ ଓରା ଅଛି ଭାଡ଼ି, ତାକୁ ଧରି ଠିଆ ହେଇଛନ୍ତି ତାଙ୍କ ସ୍ତ୍ରୀ, କାହିଁ ଆସୁନାହାନ୍ତି। 3ଟା ବାଜିଗଲାଣି। ଚାକର ଟୋକା କାନ୍ଦି କାନ୍ଦିକି ଦାଣ୍ଡରେ ଗଲା। କ'ଣ କହିବି ମା 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 ସବୁ ଲୋକଙ୍କୁ କହିଲା, ଆମ ମାଲିକକୁ ବାଘ ଖାଇଯାଇଛି, ଆମ ମାଲିକକୁ ବାଘ ଖାଇଯାଇଛି, ଆମ ମାଲିକକୁ ବାଘ ଖାଇଯାଇଛି, ଆମ ମାଲିକକୁ ବାଘ ଖାଇଯାଇଛି। ହଲା କଲା, ଗାଁ ଯାକ ଲୋକ କହିଲେ, ହାଁ ବାଘ ଖାଇଗଲା, ଆରେ ବାଘ ଖାଇଗଲା, ଆଗ ବାଘ ଖାଇଗଲା। ଏ ଦାଣ୍ଡ ଦ୍ୱାର ଠିଆ ହେଇଛନ୍ତି, ଶୁଣିଦେଲେ। କ'ଣ ହେଇଛି ନା ଆମ ମାଲିକକୁ ବାଘ ଖାଇଯାଇଛି। ସେମିତି ଧରିଛନ୍ତି ଠୋ। ସାମାନ୍ୟତମ ଭୁଲ ପାଇଁ ପତ୍ନୀକି ହରେଇଲେ ଅଭିମନ୍ୟୁ। ଯାହାଙ୍କ ବିରହରେ ବିଦଗ୍ଧ ହୃଦୟରେ ରାଧାକୃଷ୍ଣଙ୍କର ଅପ୍ରାକୃତ ପ୍ରେମ ମୂର୍ତ୍ତି ରଚନା କରିଛନ୍ତି ବିଦଗ୍ଧ ଚିନ୍ତାମଣି। ଆମ ଆଗରେ ଗ୍ରନ୍ଥ ଥୁଆ ହେଲା, ବିରହର ଗ୍ରନ୍ଥ, ରାଧାକୃଷ୍ଣଙ୍କର ବିରହର ଗ୍ରନ୍ଥ। ତୁଳସୀଦାସ ସେଇଆ। ଭାରି ସ୍ତ୍ରୀ ଲୋଭୀ, ସ୍ତ୍ରୀ ଲୋଭୀ ମାନେ ନିଜ ସ୍ତ୍ରୀ ଲୋଭୀ। ରତ୍ନାବଳୀକି ବିବାହ କରିଛନ୍ତି। ଗଙ୍ଗା ସେପଟେ ଘର, ଶ୍ୱଶୁର ଘର। ବାହା ହେବା କିଛି ଦିନ ଯାଇଛି, ନଦୀ ବଢ଼ିଛି। ତୁଳସୀଦାସ ଗୋସ୍ୱାମୀ ପାଦ କହିଲେ ଯାଉଛି, କାହିଁ ତ ଆସିଲେନି, ମନେ ପଡ଼ୁଛି। କହିଲେ ପଳେଇବି ଆଉ। ଗଲାବେଳକୁ ଗଙ୍ଗା ଘାଟରେ ଡଙ୍ଗା ନାହିଁ। ଗଙ୍ଗା କୂଳିଆ ପିଲା, ନଦୀ କୂଳିଆ ପିଲା, ପହଁରିକିରି ପଳେଇବି ବୋଲି ବିଚାର କଲେ। ଗଙ୍ଗା ବଢ଼ିଛି, ବହୁତ ପାଣି। ତାର ଭିତରେ ପହଁରି 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 ବହୁ କଷ୍ଟରେ ଆଖି ଆଗରେ ସ୍ତ୍ରୀଟା ନାଚୁଥିବ, ସ୍ତ୍ରୀର ପ୍ରେମ ନାଚୁଥିବ, ସ୍ତ୍ରୀର ଭଲ ପାଇବା ନାଚୁଥିବ। ଆଗରେ ସେ ରହିଲା ମାଇଲ ଘୁଟି ଭଳିଆ। ଆଉ ବାଧା ବିଘ୍ନ କିଛି ରହିବ ଆଜ୍ଞା? ଏ ଦୁନିଆର ସମସ୍ତ ବାଧାକୁ ଅତିକ୍ରମ କରି ଚାଲିଯିବେ ସେ। ପତ୍ନୀ ବିରହ ଭଗବାନ ରାଜୀବ ଲୋଚନ ରଘୁବଂଶନାଥ ରାମଙ୍କୁ କନ୍ଦେଇ ଦେଇଛି। ଗଛକୁ ଜାବୁଡ଼ିକିରି ଧରି କହିଲେ, ହେ ଖଗ ମୃଗ, ହେ ମଧୁକର ଶ୍ରେଣୀ, କିଏ ଦେଖିଛ ମୋ ମୃଗ ନୟନୀ ସୀତାକୁ ଦେଖିଛ? ଏଇଭଳିଆ ପ୍ରେମ, ବିରହ ପ୍ରେମ। ପଳେଇଲେ, ନଈ ପାର ହେଲେ, ଶ୍ୱଶୁର ଘର ପାଖକୁ ଗଲେ। ଆର ପଟକୁ ଯିବେ, ଚାଳ ଘର, ଖପରଲି ଘର, ବିରାଟକେ ସାପ। ବର୍ଷା ଦିନ, ପ୍ରବଳ ବର୍ଷା ହେଉଛି। ସାପଟା ପୁରା ଛାତ ଉପରେ ତଳକୁ ନଉଛି, ଏପଟ ସେପଟ ପର୍ଯ୍ୟନ୍ତ। ବିଚାର କଲେ ଦୌଡ଼ି ସାପକୁ ଧରିଲେ। ସେପଟେ ପହଞ୍ଚିଲେ, ଦାଣ୍ଡେ ଅଗଣାରେ ପହଞ୍ଚିଲେ। ଡାକିଲେ, ରତ୍ନାବଳୀ ଆସିଲେ, ଘର ଲୋକ ଆସିଲେ, ଜ୍ୱାଇଁ ଆସିଛନ୍ତି, ଜ୍ୱାଇଁ ଆସିଛନ୍ତି। କହିଲେ ଏମିତି କେମିତି ଆସିଲ, କେମିତି ଆସିଲ? ନା ଛାତ ବାଟେ। ଦେଖିଲ ଛାତ ଉପରେ ଯେଉଁଟା ଅଛନ୍ତି ସେଇଟା ସାପ, ଦୌଡ଼ି ନୁହଁ। ସ୍ତ୍ରୀ କହିଲା, ମୁହୂର୍ତ୍ତକ ଭିତରେ ବିଧବା ହେଇଥାନ୍ତି, ମଥାର ସିନ୍ଦୁର ପଡ଼ିଥାନ୍ତା, ହାତରୁ କାଚ ପଡ଼ିଥାନ୍ତା। କେଡ଼େ ବଡ଼ ଭୁଲ ହେଲା ମୋର, କେଡ଼େ ବଡ଼ ଭୁଲ ହେଲା। ଧିକାର ତମ ଭଲ ପାଇବା। ଏମିତି ଭଲ ପାଉଛ ତୁମେ, ଏମିତି ଭଲ ପାଉଛ? ଆରେ ଯେତିକି ତମେ କାମପ୍ରବଣ ହେଇ ମୋ ପାଖକୁ ଆସିଲ 100 ଭାଗରୁ, ଯଦି ଭାଗେ ରାମଙ୍କ ନାଁ ନେଇଥାନ୍ତ, କାମକୁ ଛାଡ଼ି ରାମଙ୍କ ନାଁ ନେଇଥାନ୍ତ, ମୁଁ କୃତାର୍ଥ ହେଇଥାନ୍ତି। ୟା ନା ଭଲ ପାଇବା? ଜୀବନକୁ ନ୍ୟୌଛାବର କରି ତୁମେ ମୋ ପାଖକୁ ଆସିଛ। ଧିକ୍, ମୁହଁ ବଢ଼ି ପଳେଇଗଲା। ସ୍ତ୍ରୀ ସିନା ମୁହଁ ବଢ଼ି ପଳେଇଗଲା, ସବୁଦିନ ପାଇଁ ସ୍ତ୍ରୀକି ମୁହଁ ବଢ଼ି ସେଇଠୁ ଫେରିଲେ। କହିଲେ ମୋ କାମକୁ ତୁ ଓଜନ କରିପାରିଲୁନୁ, ମୋ ଭଲ ପାଇବାକୁ ଓଜନ କରିପାରିଲୁନୁ। ଯଦି ଦୁନିଆରେ ଭଲ ହେଉଛନ୍ତି ରାମ, କାମ ନୁହଁ। ତତେ ଛାଡ଼ିଲି, କାମକୁ ଛାଡ଼ିଲି, ରାମଙ୍କ ପିଛା ଦୌଡ଼ିଲି। ନ ଖାଇ ନ ପିଇ 7 ଦିନ କାଳ ଗୋଟେ ଗଛ ମୂଳରେ ଭେଁ ଭେଁ କାନ୍ଦିକିରି ପତ୍ନୀ ବିରହରେ ରହିଲେ। ଏ କଥା କହିଲା। ପ୍ରେମ ଯେଉଁଠି ଥାଏ ଅହଙ୍କାର ସେଇଠି ଥାଏ, ଅଭିମାନ ସେଇଠି ଥାଏ। ଅଭିମାନରେ ଖାଇଲେନି। ପାଣି ପିଇ ଦେଇ ପଳେଇ ଆସନ୍ତି ଗଙ୍ଗାରୁ, ସେଇଠି ବସନ୍ତି। ଗଛ ମୂଳରେ କିଏ କହନ୍ତି, ଗଛ ମୂଳରେ ଏମିତି ରହି ଏକ କଲେ। ଗଙ୍ଗା ପାଣି ତ ଅପବିତ୍ର ନୁହଁ। ଗଛ ମୂଳରେ ପାଣି ପଡ଼ିଲା। ଯେତେବେଳେ ପାଣି ପଡ଼ିଲା, ଗଛ ଉପରେ ଗୋଟେ ପ୍ରେତ ଥିଲା, ଅଶରୀରୀ ଆତ୍ମା। ଅଶରୀରୀ ଆତ୍ମା କୃତାର୍ଥ ହେଇଗଲା ଗଙ୍ଗା ଜଳ ପ୍ରାପ୍ତିରେ। ଅଶରୀରୀ ଆତ୍ମା କହିଲା, ମୁଁ ଖୁସି ହେଇଯାଇଛି, ତମେ ତୁଳସୀ କ'ଣ ମାଗୁଛ ମାଗ, କାହିଁ ଏଠି ବସି କାନ୍ଦୁଛ, କ'ଣ ହେଇଛି ତମର କହ। ନା ଏମିତି ମୋତେ ସ୍ତ୍ରୀ ଗୋଇଠା ମାରିଲା, କହିଲା କାମ ସକାଶେ ଆସିଲା, ରାମକୁ ଡାକ, ରାମକୁ ଡାକ। କ'ଣ ଚାହୁଁଛ? ନା ମୋତେ ରାମ ଦେଖେଇ ଦିଅ। ଏଇ ଯେଉଁ ଗାଁ ନୁହଁ, ପ୍ରେତ କହୁଛି, ଏ ଯେଉଁ ଗାଁ
ଅଦୂରରେ ଗ୍ରାମ, ନିକଟବର୍ତ୍ତୀ ଗ୍ରାମ, ଇଏ ଉପବନ, ଇଏ ଜଙ୍ଗଲର ଉପକଣ୍ଠରେ ଗ୍ରାମ। ସନ୍ଧ୍ୟାବେଳେ ଗ୍ରାମରେ କିଛି ଲୋକ, କତିପୟ ଲୋକ ଏକାଠି ଏକତ୍ରିତ ହୋଇ ରାମାୟଣ ପାଠ କରାଯାଏ। ସମସ୍ତେ ଶୁଣନ୍ତି। ଶେଷରେ ପ୍ରଥମରୁ ଗୋଟେ ଲୋକ ଯାଏ ଏବଂ ଶେଷକୁ ସେ ଆସେ। ଗଳିତ ଦନ୍ତପନ୍ତି, ଅଯତ୍ନ ବର୍ଦ୍ଧିତ ଶ୍ମଶ୍ରୁ, ପାଚିଲା ଦାଢ଼ି, ବିରାଟ ଏକ ଚଦର ଘୋଡ଼େଇ ହେଇଥିବ। ଚପଲ ଯେଉଁଠି ଥୁଆ ହେଇଥାଏ ସେଇ ପାଖରେ ସେ ଥିବ। କାନ୍ଦୁଥିବ, ହଲୁଥିବ, ଝୁରୁଥିବ। ତାକୁ ଯାଇ ମାଡ଼ି ବସିବୁ। ମାଡ଼ି ବସିଲେ ନା ସେଇ ତତେ ରାମ ଦର୍ଶନ କରିଦେବ। ନା ସେ କିଏ? ନା ରେ ସେ ଯିଏ ହଉ ତାକୁ ଯାଇ ମାଡ଼ି ବସିବୁ। ସତ ନା? ହଁ କହିଲେ ପାଇଗଲି। ଗଲେ ଗାଁକୁ, ରାମାୟଣ ଶୁଣିଲେ। ରାମାୟଣ ଶୁଣିଲେ, ଭାଗବତ ଶୁଣିଲେ, ପୁରାଣ ଗ୍ରନ୍ଥ ଶୁଣିଲେ ପୁରାଣର ଆରାଧ୍ୟ ଦେବତା ଆପେ ଆପେ ଗୋଚରରେ ହଉ କି ଅଗୋଚରରେ ହଉ ନିଶ୍ଚୟ ଦେଖାଦେବେ। ଦିନେ ଗଲା, 2 ଦିନ ଗଲା, 3 ଦିନ ଗଲା। ଦେଖିଲା ଲୋକଟା ଆଗରେ ସବା ଆଗୁଆ ଆସୁଛି, ପଛରେ ଯାଉଛି। ଅଯନ୍ତ୍ର ବର୍ଦ୍ଧିତ ସ୍ପର୍ଶୁ, ଅଣ୍ଟା ନଇଁ ଯାଇଛି। ଧରି ପକାଇଲା, ଗୋଡ଼ ତଳେ ଯାଇକି ପଡ଼ିଗଲା। ପ୍ରଭୁ ପ୍ରଭୁ ପ୍ରଭୁ, ମୋତେ ଛୁରା ଛୁରା, ମୁଁ ଗୋଟେ ଅଜାତିଆ ଲୋକ। ଆରେ ମୁଁ ମଣିଷ ନୁହଁ, ମୁଁ ମଣିଷ ନୁହଁ। ନା ତୁମେ ଯିଏ ହୁଅ, ମୋତେ ରାମ ଦର୍ଶନ କରେଇଦିଅ, ମୋତେ ରାମ ଦର୍ଶନ କରିଦିଅ। ମୁଁ ଜାଣିଛି ତୁମେ କିଏ। ନା କିଏ କହିଲୁ? ନା ମୁଁ ଜାଣିଛି ତୁମେ କିଏ। ନା ତୁ କିଏ କହିଲୁ? ନା ଆପଣ କହୁନାହାନ୍ତି। ହନୁମାନ ରୂପ ଦେଖେଇଦେଲେ। ରାମ କଥାର ରସିକ ହେଉଛନ୍ତି ହନୁମାନ ନା? ରାମ କଥାର ପ୍ରେମିକ ହେଉଛନ୍ତି ହନୁମାନ ନା? ରାମ ଦୁଆରେ ତୁମର ଖବାରେ, ହୋ ତ ନ ଆଜ୍ଞା ବିନୁ ପଇସାରେ। ଆହା, କ'ଣ କହୁଛୁ? ନା ମୋତେ ରାମଙ୍କୁ ଦର୍ଶନ କରିବି କେମିତି? ମୁଁ ରାମଙ୍କୁ କେମିତି ଦର୍ଶନ କରିବି? ନା ଏଇ କଥା, ଠିକ୍ ଅଛି। ଯା, ସେ ଅମୁକ ଘାଟ ପାଖରେ ବସିବୁ ଗଙ୍ଗା କୂଳରେ, ତୋ ପାଖରେ ରାମ ଆସି ପହଞ୍ଚିବେ। ଯା କହିଦେଇ ହନୁମାନ ପଳେଇଲେ। ଗଙ୍ଗା କୂଳରେ ବସିଲା। ତୁଳସୀଦାସ ବସିଲେ। ଏକ ଜିଦିଆ ଲୋକ, ଅଯତ୍ନ ମାନେ ଆଜାନୁଲମ୍ବିତ ଭୁଜ, ବିଶାଳ ଭୁଜ ମହାତ୍ମା ଗାନ୍ଧୀଙ୍କର ଯେମିତି। ଭଗବାନଙ୍କର ହାତ ଜାନୁ ପର୍ଯ୍ୟନ୍ତ ଲମ୍ବି ଥାଏ। ଯେଉଁ ଲୋକର ହାତ ଯେତେ ଲମ୍ବା, ସେ ହାତ ସେତେ ମହାପୁରୁଷ କୋଟିର। ମହାପୁରୁଷ କୋଟି ହାତ ଲମ୍ବା ଥିବ। ଆଜାନୁଲମ୍ବିତ ଭୁଜ, ବିଶାଳ ନେତ୍ର। ତୁଳସୀଦାସ ଜନ୍ମ ହେଲା ବେଳେ 32ଟା ଦାନ୍ତ ନେଇକି ଜନ୍ମ ହୋଇଥିଲେ। ଆମେମାନେ ଜନ୍ମ ହେଲା ବେଳେ ପରେ ଦାନ୍ତ ଉଠେ, ତାଙ୍କର 32ଟା ଦାନ୍ତ ଥାଇ ଜନ୍ମ ହୋଇଥିଲେ। ମହାପୁରୁଷ କୋଟିରେ ଯିବେ। ସେ ପ୍ରଥମ ଦିନ ଜାଣିପାରିଲେନି। ଦ୍ୱିତୀୟ ଦିନ ଯାଇ କହିଲେ, ପୁଣି ଯାଇ କହିଲେ ଆଜ୍ଞା ମୁଁ ଜାଣିପାରିଲିନି। ନା ଯା, ଦ୍ୱିତୀୟ ଦିନ ଯିବେ। ଦ୍ୱିତୀୟ ଦିନ ସେଠି ବସିଛି। କ'ଣ ହେଇଛି, ପାଖରେ ଯୋଡ଼େ ପୁରୁଷ, ଗୋଟେ ନାରୀ, ଗୋଟେ ମାଙ୍କଡ଼କୁ ନଚଉଛନ୍ତି ଡମ୍ବରୁ ବଜି। ମାଙ୍କଡ଼ ନାଚୁଛି, ଏମାନେ କିତି ହେଉଛନ୍ତି, ଫଳ ଖାଉଛନ୍ତି। ଇଏ ବସି ଜପ କରୁଥିଲେ। ଯାହା ଖରାପ ଲାଗିଲା, ଯା, ବାଡ଼ି ଧରି ଗୋଡ଼େଇଲେ, ପଳେଇଗଲେ। ସନ୍ଧ୍ୟାବେଳେ ଯେତେବେଳେ ହନୁମାନଙ୍କୁ ପଚାରିଲେ ପୁରାଣ ପଢ଼ିବାକୁ, ଆଜ୍ଞା ଆଜି ବି ଦେଖିଲିନି। ନା ଚଣ୍ଡାଳ, ସେଠି 2ଟା କଳା ଗୋରା ଲୋକ, ଗୋଟେ ନାରୀ ତାଙ୍କ ପାଖରେ ଥିଲା, ଆଉ ଗୋଟେ ମାଙ୍କଡ଼କୁ ନଚଉନଥିଲେ। ନା ହଁ। ନା ସେ ପରା ମୁଁ। ଆଉ କ'ଣ ତତେ ପ୍ରତ୍ୟକ୍ଷ ଦେଖାଇଥାନ୍ତେ? ନା ଆପଣ ତ କଥା କହିନଥିଲେ। ନା ପରୋକ୍ଷରେ ଦେଖାଏ ପ୍ରଭୁ। ଚଣ୍ଡାଳ, କ'ଣ ଭୁଲ କଲୁ? କ'ଣ ଯା, ସେଇଠି ବସ, ପୁଣି ଡାକେ, ତପସ୍ୟା ହେଲେ ପାଇବ। ଦ୍ୱିତୀୟ ଦିନ କୋଳି ଥୁଆ ହେଇଛି। କୋଳି ଖାଇକିରି ଆସିଲେ 2 ଭାଇ, ନାରୀ ନାହିଁ କି ମାଙ୍କଡ଼ ନାହିଁ। ଖାଇବ, ଏ ନାହିଁ କରିଦେଲେ। ଦ୍ୱିତୀୟ ଦିନ ଗଲା। ତୃତୀୟ ଦିନ ତିଲକ କରୁଛନ୍ତି, ଚନ୍ଦନ ତିଲକ। ଆସି ମାଗିଲେ, ମୋତେ ତିଲକ ଦିଅ। ଏ କଥା ବ୍ୟାପକ କଥା ଆଜ୍ଞା, ସଂକ୍ଷେପରେ କହୁଛି। ମୋତେ ତିଲକ ଦିଅ। ମାଡ଼ି ବସିଲେ। ଆପଣ ମୋ ପ୍ରଭୁ ରାମ, ମର୍ଯ୍ୟାଦା ପୁରୁଷୋତ୍ତମ ରାମ। ପ୍ରଭୁ ରାମ, ପ୍ରଭୁ ରାମ, ପ୍ରଭୁ ରାମ, ମୋତେ ରକ୍ଷା କର। ମଦନୁଗ୍ରହାୟ ପରମ, ମୋତେ ଅନୁଗ୍ରହ କର ପ୍ରଭୁ। ବୈଦେହୀ ସହିତଂ ସୁରଦ୍ରୁମ ତଳେ, ହଇମେ ମହାମଣ୍ଡପେ, ମଧ୍ୟେ ପୁଷ୍ପକମାସନଂ ମଣିମୟେ, ବିରାସନେ ସଂସ୍ଥିତଂ, ଅଗ୍ରେ ବାଚୟତି ପ୍ରଭଞ୍ଜନ ସୁତଂ, ତତ୍ତ୍ୱଂ ମୁନୀନ୍ଦ୍ରୈ ପରಂ, ବ୍ୟାଖ୍ୟାତ ଭରତା ଦିବି ପରିବୃତಂ, ରାମଂ ଭଜେ ଶ୍ୟାମଳ। ମୋତେ ରକ୍ଷା କର, ମୋତେ ରକ୍ଷା କର, ମୋତେ ଦୟା କର ପ୍ରଭୁ। ରାମ ଦେଖାଇଗଲେ। କ'ଣ ଚାହୁଁଛ? ନା ପ୍ରଭୁ ମୋତେ କୃପା କରନ୍ତୁ, ମୋତେ କୃପା କରନ୍ତୁ, ମୋତେ ଦୟା କରନ୍ତୁ, ମୋ ପାଖେ ପାଖେ ଥାଆନ୍ତୁ। ରାମ ଦର୍ଶନ କରିବା ପରମ ସୌଭାଗ୍ୟ। କଥା ଅଛି,
जदि आपण मासकू 3 थर रामायण ग्रंथ आमूलचूल पाठ करदेवे राम स्वप्न रे आपन को आसी देखावे वर्ष सारा पाठ करुथे आपण को जीवन में कौन से असुविधा ना जहाँ आप पाइबे बोली पाइबे निश्चय आपण प्रभु को पाइबे श्रीरामचरित मानस ग्रंथ तुलसीदास वाल्मीकि कृत रामायण सब रामायण को पढ़ा आरंभ कले नाना पुराण निगमम आगमम सम्मत जद रामायणे निगदित क्वचिदन्वत्वपि स्वांत सुखाय तुलसी रघुनाथ गाथा भाषा निबद्ध मतिमंजुल मातन्वती नाना पुराण को पाठ करी राम को पाखे समर्पित है जो ग्रंथ रचना कले राम नवमी दिन आहा से ग्रंथर ना हूँ श्रीरामचरित मानस गोटे सरोवर कले मन भितर राम को रख मु तुम भितरटा गोटे पोखरी कर दौची से पोखरी भितर मानस पुष्करिणी तारी भितरे तमे रामायणर तुम भितर थिवा समस्त समस्यार समाधान करिवो ये ग्रंथ अद्भुत ग्रंथ रचना कले राम बिना ए दुनिया रे किछि काम नाही भाई बंचिले राम मरिले राम गले राम कले राम न कले राम बसी हसिले राम सबुटी राम सर्वस्वमे रामचंद्र दयालु नहीं न जाने नैब जाने न जाने राम रामायण मोर महाभारत दीटा ग्रंथ प्रसिद्ध ग्रंथ राम रे रामायण मोर महाभारत दीटा रहीगला रामायणर भिलेन रावण केतबेले राम को भूली भिलेन मध्य जप करे तेणु रावण ता स्त्री ये दी जन प्रथम अक्षर मिसेदे रावण रू रा मंदोदर म मिसेद राम कृष्णावतार रे भगवान कृष्ण और राधा भगवती राधा राधांकर रा नियंतु श्यामंकर म नियंतु मिसेई दियंतु राम अद्भुत सरोवर रे आज दिन ठारू आम अवगाहन करवा स्नान करवा रामायण रे गाधेले भितर मळी बाहर मळी ये दीटाक मळी बाहर भितर ये दीटाक अपरिष्कार मळी तक पड़वा या आम शुद्ध बुद्ध विशुद्ध हो आसतु तुलसीदास रामायण को मुंडिया मारी रामचरित मानस ग्रंथ को मुंडिया मारी श्रीरामचरित मानस ग्रंथ रे प्रवेश करवा आज प्रथम दिन अयमारंभ पर्व शुभाय शुभम भवतु शुभंकर हऊ एवं आपण माने नियमित किछि निर्दिष्ट समय रक्षा करी रामायण ग्रंथ श्रवण करिवारे ये श्रवण सुखदायी कथा श्रवण करिवारे आनंद पांतु अभ्यास करंतु निश्चय आपणकर कामना फलवती हब परिपूर्ण हब जय श्रीराम। गोटे खाता आनिबे बाइंडिंग खाता प्रतिदिन निर्दिष्ट नियम रे श्रीराम 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 खाली राम नुह श्रीराम लिखे श्री अर्थ सीता सीताराम सीताराम ना श्रीराम लिखिले बा जय श्रीराम लिखिले हम 1 लक्ष जप करेंगे लिखे नुआ खाताटे जो दिन 1 लक्ष पूर्ण हो शिव मंदिर जाई अभिषेक करी ए खाता श्रीराम तक नाली कनारे गुड़े मथा प्रथदे प्रभुंकर जो कामना रखिकी आपण 1 लक्ष मंत्र जप कर लिखुवे प्रभु शिवंक राण रामंक राण से कार्य निश्चय फलदायी हम मनस्कामना निश्चय पूर्ण हम सत्य सत्य ध्रुव सत्य। श्रीराम श्रीराम।